ପିଲାମାନେ ତମେ ଜାଣିଥିବ ତ ବୁକ୍ 3 ବହି ଆମେ ଦେଖିବା। ଏ ଦେଖ ବୁକ୍ 3 ର ତମେ ଦେଖିବ ଚାପ୍ଟର 8 ଏଟା ହେଉଛି ପେଜ୍ ଆମର 108। ଏଥିରେ ତମର ଅଛି କ'ଣ ନା ରିପୋର୍ଟ ରାଇଟିଂ। ରିପୋର୍ଟ ରାଇଟିଂର 2 ପ୍ରକାର ରିପୋର୍ଟ ଅଛି। ଦେଖ ଏଠି ଚାପ୍ଟରଟା ଲେଖା ହେଇଯିବା ରିପୋର୍ଟିଂ ଇଭେଣ୍ଟ ଆଣ୍ଡ ବିଜନେସ୍ ମ୍ୟାଟର୍ସ। ଏଠି 2ଟା ରିପୋର୍ଟ ଅଛି, କିନ୍ତୁ ଆକ୍ଚୁଆଲି ତମର ପରୀକ୍ଷାରେ କିନ୍ତୁ ଅଲଗା ଅଲଗା ପଡ଼େ। ତମର ତ ଯେଉଁଟାକି ରିପୋର୍ଟିଂ ଇଭେଣ୍ଟ ମାନେ ସେଟା ତମର ନ୍ୟୁଜ୍ ପେପର ରିପୋର୍ଟ, ଏଟା ତ ପରୀକ୍ଷାରେ ଆସିବ। ଏକେନ୍ ତ ବିଜନେସ୍ ରିପୋର୍ଟ ବି ଆସିବ। ତା ଛଡ଼ା ମଧ୍ୟ ଅନେକ ସମୟରେ ପରୀକ୍ଷା ଆମେ ଦେଖିଛୁ ତମର ଆନୁଆଲ୍ ରିପୋର୍ଟ, ଫାଷ୍ଟ ଇନଫର୍ମେସନ୍ ରିପୋର୍ଟ, ଏମିତି ମଧ୍ୟ ରିପୋର୍ଟ ଆସେ। ଯଦିଓ ବହିରେ ସେଗୁଡ଼ା ଦେଇନି, କିନ୍ତୁ ମ୍ୟାକ୍ସିମମ୍ କୋଶ୍ଚିନ୍ ଏଇ 2ଟାରୁ ଆସେ। ବର୍ତ୍ତମାନ ସେଇ 2ଟା ଆମେ ଡିସ୍କସନ୍ କରିବା ଯେ ଆମେ ପରୀକ୍ଷାକୁ କେମିତି କ'ଣ ଲେଖିବା। ତେଣୁ ଏଠି ରିପୋର୍ଟ ରାଇଟିଂର କିଛି ଫର୍ମାଟ୍ସ ଅଛି, କିଛି ପ୍ରୋସିଜିଓର୍ସ ଅଛି ଯେଉଁଟା ଆମେ ଫଲୋ କରିବା ଦରକାର। ନହେଲେ ଏମିତି କାରଣ ଆମେ ସବୁଥିରେ ଗୋଟେ ବାଟ ଥାଏ, ଲେଖିବାର ପ୍ରୋସିଜିଓର ଥାଏ। ଯେମିତି ଏସେର ପ୍ରୋସିଜିଓର ଅଛି, ଲେଟରର ପ୍ରୋସିଜିଓର ଅଛି, ଆପ୍ଲିକେସନର ପ୍ରୋସିଜିଓର ଅଛି। ପ୍ରୋସିଜିଓର ଫଲୋ ନ କଲେ ଆମେ ମାର୍କ ପାଇବାନି, କାରଣ ଫର୍ମାଟ୍ ପାଇଁ ମଧ୍ୟ ମାର୍କିଂ ଥାଏ। ସେୟା ତେଣୁ ବର୍ତ୍ତମାନ ଦେଖ ଆମେ ଯେଉଁ ରିପୋର୍ଟ ରାଇଟିଂ ଲେଖିବା, ରିପୋର୍ଟ ରାଇଟିଂ ତ କିଛି ଏଇ ବହିରେ ଦେଖ ତମର ବହି ଦେଖିବ ତମର ଅନେକ ଏକ୍ଜାମ୍ପଲ୍ସ ଦେଇଛି। ଏଠି ଏମିତି ଏକ୍ଜାମ୍ପଲ୍ସ ପାଇବ ତମ ବହିରେ ବୁକ୍ 3ରେ। এই ଯେଉଁ ରିପୋର୍ଟ ଏଇ ଯେଉଁ ଏକ୍ଜାମ୍ପଲ୍ଟା ଦେଉଛି ଏଇଟା ସବୁ ଆମର ନ୍ୟୁଜ୍ ପେପର ରିପୋର୍ଟ ବା ଇଭେଣ୍ଟ ରିପୋର୍ଟର ଏକ୍ଜାମ୍ପଲ୍। ତେଣୁ ଆର ଗୋଟେ ଫର୍ମାଟ୍ ଅଛି। ଫର୍ମାଟ୍ କ'ଣ? ସିମ୍ପଲ୍ କଥା, ଗୋଟେ ଜିନିଷ ଆମେ ଜାଣିବାର ଅଛି ଯେ ଏଥିରେ ଆମେ ଯେମିତି ଏସେ ବା ଯେମିତି ଲେଟର୍ ଲେଖୁଛନ୍ତି ବା ଆପ୍ଲିକେସନ୍ ଲେଖୁଛନ୍ତି ସେଇଭଳିଆ ଫର୍ମାଟ୍ରେ ଲେଖିବାର ନାହିଁ। ଯେମିତି ଆମେ ଲେଟର୍ ଲେଖିଲା ବେଳେ ଆମେ ଗୋଟେ ହେଡ଼ିଂ ଦେଉଛନ୍ତି, ସାଲୁଟେସନ୍ ଦେଉଛନ୍ତି ବା ଆଡ୍ରେସ୍ କରୁଛନ୍ତି ବା ଯାହାର କନକ୍ଲୁଜନ୍ ରହୁଛି, ସେମିତି କିଛି ରହିବନି। ଏଇଟା ଜାଣିବା ଦରକାର। এটা ଗୋଟେ ଜିନିଷ ରହିବ। ଦେଖ ଏଠି ଗୋଟେ ଫର୍ମାଟ୍ ଦେଇଦେଇଛି, ଏଇଠି ଗୋଟେ ଦେଇଦେଇଛି ନ୍ୟୁଜ୍ ପେପର ରିପୋର୍ଟ, ଯେମିତି ନ୍ୟୁଜ୍ ପେପରରେ ଲେଖାଯାଏ। ଅର୍ଥାତ୍ ତମକୁ ଭାବି ନେବାକୁ ପଡ଼ିବ ମୁଁ ହେଉଛି ଗୋଟେ ନ୍ୟୁଜ୍ ପେପର ରିପୋର୍ଟର, ଆଇ ଏମ୍ ଏ ରିପୋର୍ଟର ଅଫ୍ ଏ ନ୍ୟୁଜ୍ ପେପର। ତେଣୁ ମୋତେ ଏମିତି ଫର୍ମାଟ୍ରେ ଲେଖିବାକୁ ପଡ଼ିବ, ଏମିତି ପ୍ରୋସିଜିଓର ଲେଖିବାକୁ ପଡ଼ିବ ଯେଉଁଟାକି ଗୋଟେ ନ୍ୟୁଜ୍ ପେପରରେ ପ୍ରିଣ୍ଟ ହେବ। ଏଇଟା କଥା। କିନ୍ତୁ ଆଉ ଗୋଟେ ଜିନିଷ ଜାଣିବାର ଅଛି, ଏଠି ଲେଖିବା ପାଇଁ କିଛି ଏଠି ଅବଶ୍ୟ ଛୋଟ ଛୋଟ ଏକ୍ଜାମ୍ପଲ୍ ଦେଇଛି। ଏଠି ଗୋଟେ ଛୋଟ ଏକ୍ଜାମ୍ପଲ୍ ଦେଇଛି, ଆମେ ସେଠି ତା ଭିତରେ ଡିସ୍କସନ୍ କରିବା। ଗୋଟେ ଜିନିଷ ହେଉଛି ଆମେ ଲେଖିଲା ବେଳେ ଆମେ ଯଦି ପରୀକ୍ଷାରେ କୋଶ୍ଚିନ୍ ଆସିବ, ମୁଁ ପରୀକ୍ଷା କୋଶ୍ଚିନ୍ ତମକୁ ଏବେ ଡିସ୍କସନ୍ କରେଇଦେବି ଯେ ପରୀକ୍ଷାରେ ଯେଉଁ କୋଶ୍ଚିନ୍ ଆସିବ ସେଇ କୋଶ୍ଚିନ୍ଟା ଲେଖିଥିବ 200 ୱାର୍ଡ଼ ଲେଖିବା ପାଇଁ। ଏଠି ଆମେ ଛୋଟ ଛୋଟ ଏକ୍ଜାମ୍ପଲ୍ ବହିରେ ଅଛି। ତେଣୁ ଲେଖିବା ପ୍ରୋସିଜିଓର ହେଉଛି କ'ଣ? ପ୍ରଥମ କଥା ହେଉଛି ଆମେ ଯଦି ନ୍ୟୁଜ୍ ପେପର ରିପୋର୍ଟ ପଢ଼ିବ, ଆମେ ଜାଣିବା କେମିତି ନ୍ୟୁଜ୍ ପେପର ରିପୋର୍ଟ ସେଟା ଲେଖା ହେଇଥିବ ସପୋଜ୍ ୟୁ ଆର୍ ଏ ରିପୋର୍ଟର ଫର୍ ଏ ନ୍ୟୁଜ୍ ପେପର, ଏହା ଥିବ। କିମ୍ବା ଏମିତି ଥିବ ଡ୍ରାଫ୍ଟ ଏ ରିପୋର୍ଟ ଫର୍ ଏ ଲୋକାଲ୍ ନ୍ୟୁଜ୍ ପେପର ବା ଲୋକାଲ୍ ଡେଲି, ଏମିତି ଯାହା ନ୍ୟୁଜ୍ ପେପର ନାଁଟା ଥିବ ବା ରିପୋର୍ଟର ନାଁଟା ଥିବ, ଜାଣିବେ ଯେ ନ୍ୟୁଜ୍ ପେପର ରିପୋର୍ଟ ପାଇଁ କହିବା। ଅନେକ ପିଲା କନଫ୍ୟୁଜ୍ ହୁଅନ୍ତି ଏଟା କେଉଁ ରିପୋର୍ଟ ହେଲା। କୋଶ୍ଚିନ୍ଟା କ'ଣ ଥିବ? ଏଠି ଧର ଗୋଟେ କୋଶ୍ଚିନ୍ ଦେଖ ଦେଇଛି, ଏଟା ହେଉଛି କୋଶ୍ଚିନ୍, ଏଟା ଆନ୍ସର୍ଟା ଦେଇଦେଇଛି ଡକ୍ଟର ଜେଲ୍ଡ ଇନ୍ କିଡନୀ ଟ୍ରାନ୍ସପ୍ଲାଣ୍ଟ କେସ୍, କିନ୍ତୁ କୋଶ୍ଚିନ୍ଟା ଦେଇନି ଏଠି। କୋଶ୍ଚିନ୍ଟା ଏଇଟା ରହିବ, ସପୋଜ୍ ୟୁ ଆର୍ ଏ ନ୍ୟୁଜ୍ ପେପର ରିପୋର୍ଟର, one doctor jailed in your area in related to the kidney transplant case, prepare a report। ଏମିତି ପଢ଼ିଥିବ ତମେ ଗୋଟେ ଏରିଆର ରିପୋର୍ଟର ଅଛ, ତମର ଏରିଆରେ ଏମିତି ଗୋଟେ ଘଟଣା ଘଟି ଯୋଉଟେ ଡକ୍ଟର ଜଣେ ଆରେଷ୍ଟ ହେଇଛନ୍ତି ହେଉଛି କିଡନୀ ପ୍ରତିରୋପଣ ଇଏରେ, ତମେ ଗୋଟେ ରିପୋର୍ଟ ପ୍ରିପେୟାର କର। ଏମିତି ଗୋଟେ କୋଶ୍ଚିନ୍ ଆସିବ ଯଦି, ତାର ଆନ୍ସର୍ଟା ଏଠି ଦେଇଦେଇଛି। ଆନ୍ସର୍ଟା କ'ଣ? ପ୍ରଥମ କଥା ଆନ୍ସର୍ଟା ଲେଖିବା, ପ୍ରଥମେ ଆନ୍ସର୍ ଷ୍ଟାର୍ଟ ହେବ, ଆମେ ଗୋଟେ ଟାଇଟଲ୍ ଦେବା, ଗୋଟେ ନାଁ ଦେବା। ଲେଖ ଡକ୍ଟର ଜେଲ୍ଡ ଇନ୍ ଏ କିଡନୀ ଟ୍ରାନ୍ସପ୍ଲାଣ୍ଟ କେସ୍, ସର୍ଟକଟ୍ରେ ଗୋଟେ ଟାଇଟଲ୍ ଦିଆହେଇଛି ହେଲା କି। 6ଟା ୱାର୍ଡ଼ରେ ଦିଆହେଇଛି। ଡକ୍ଟର ଜଣେକୁ ଜେଲ୍ ହେଇଯାଇଛି କ'ଣ ନା କିଡନୀ ପ୍ରତିରୋପଣ କେସ୍। ଆମର ଗୋଟେ କିଡନୀ ଅଛି ଆମେ ଜାଣିଛ, ସେଇଟା ଜଣଙ୍କ ଦେହରୁ ଅନ୍ୟ ଜଣଙ୍କୁ ମଧ୍ୟ ଯାଇକି ଲଗାଯାଇପାରେ ଯଦି ତାର କିଡନୀ ପ୍ରୋବ୍ଲେମ୍ ଅଛି। ଆନ୍ସର୍ ଯେତେବେଳେ ଆମେ କରିବା, ଦେଖ ଏଇଟା ଯେଉଁ ଆମର ପ୍ରଥମତଃ ଆମେ ଏଇଟା ଆମେ ଦେଖ ଏଇଟା ଯେଉଁ ଲେଖିଲେ ଏଇଟା ହେଲା ଆମର ଟାଇଟଲ୍ ଗଲା। ତାପରେ ଦେଖ ଏଇଟା ଯେଉଁଟା ଲେଖା ହେଇଛି ଏଇ ତଳେ ଏଇଟା ମାର୍କ କର। ଏଇଟାକୁ ଆମକୁ କୁହାହେଉଛି କ'ଣ ନା ପ୍ଲେସ୍ ଆଉ ଡେଟ୍ ଆମେ ଲେଖିବାକୁ ପଡ଼ିବ। ଏଠି ଏତିକି ପ୍ଲେସ୍ ରାଞ୍ଚି ରହିଛି ମାର୍ଚ୍ଚ 3। ତାପରେ ରିପୋର୍ଟଟା ଷ୍ଟାର୍ଟ ହେଇଛି। କ'ଣ ରିପୋର୍ଟ ହେଇଛି ଏଇଟାକୁ ଆମେ ଲେଖିବା ଗୋଟେ ଫର୍ମାଟ୍ ଦେଖିଦେବା। ନେକ୍ସଟକୁ ଆମେ ଯିବା ଡିସ୍କସନ୍ କରିବାକୁ। ଏ ଲୋକାଲ୍ ଡକ୍ଟର ହାଜ୍ ବିନ୍ ସେଣ୍ଟେନ୍ସ ଟୁ 5 years ରିଗୋରସ୍ ଇମ୍ପ୍ରିଜନମେଣ୍ଟ। ଜଣେ ଲୋକାଲ୍ ଡକ୍ଟରଙ୍କୁ 5 ବର୍ଷ ସଶ୍ରମ କାରାଦଣ୍ଡ ହେଇଯାଇଛି ଇନ୍ କନେକ୍ସନ୍ ୱିଥ୍ ଏ କିଡନୀ ଟ୍ରାନ୍ସପ୍ଲାଣ୍ଟ କେସ୍। ବୁଝି ଗୋଟେ କିଡନୀ ପ୍ରତିରୋପଣ ଜଣଙ୍କଠୁ ନେଇକି ଅନ୍ୟ ଜଣ ଲଗେଇବା ପ୍ରତିରୋପଣ ଘଟଣାରେ ତାଙ୍କୁ 5 ବର୍ଷ ସଶ୍ରମ କାରାଦଣ୍ଡ ହେଇଛି। ତାପରେ
The case was detected by the police on May 8, 2008. से हूँ ये केसटा पुलिस द्वारा चिन्हित होता केबे ना मे 8 तारीख 2008 मसीह डॉक्टर वाज ट्राइंग टू रिमूव वन ऑफ द किडनीज ऑफ वन नेसर अर्ली डाक्तर कौन करते चेष्टा करते किडनीटा रिमूव करने रिमूव करने जनकर जड़े पेसेंटर तांको ना हूँ कौन नासिर अली जोड़ा अच्छे नासिर अली बोली तापर व्हेन ही वाज अनकॉन्शियस जिते सी अचेत थे इट वाज सस्पेक्टेड ही वाज ट्राइंग टू सेल इट टू अनदर पेसेंट सन्देह करा सी आ गोटे रोगी को या सेल करने को चेष्टा करुले यही टाइप मत मो कह कथा ये जहाँ लिखाई आम आगे अधिक प्राक्ट कर जापर कि फर्माटा गोटे जिन मार्क कर ये गोटे टाइटल रहा प्लेस रहा डेट रहा आम ये दुईटा पाराग्राफ लिखाई है किंतु आम ये परीक्षा लिखा ये छोट लिखा आमको आहरी बड़ कर लिखा पड़ो और यही टाइप आहरी अनेक एग्जाम्पल तुम बही अच्छी तुम देख किसी पॉइंट्स दे विभिन्न प्रकार पॉइंट्स देती एक्टिविटी 1 एक्टिविटी 2 एक्टिविटी 3 विभिन्न पॉइंट देती पॉइंट को लेकिन आम कौन करिया ना रिपोर्ट प्रिपेयर करिया दे देछि कि परीक्षा गोटे जिनस ना पॉइंट दे नथिबो आमको अधिक लंबा कर लिखा पड़ो तेणु केमी आम लिखा परीक्षा क्वेश्चनटा केमी आसो 200 वर्ड केमी लिखा हे सहीटा मुझे तुमको आउ गोटे क्वेश्चन बर्तमान देखा दूसरी देख और तापर मुझे टेक्निक शिखे दूसरी कि इजी वे तुम यहाँ परीक्षा जहाँ क्वेश्चन आसले भी लिखिपार ठीक बर्तमान आम नेक्स्ट गोटे एग्जाम्पल को जीवा एबे आम गोटे देखा रिपोर्ट राइटिंग देख गोटे क्वेश्चन ये अच्छी क्वेश्चन सपोज यू आर ए न्यूज पेपर रिपोर्टर there is an accident in your area draft a report within 200 words on the accident which will be published in a local daily newspaper बुझीपार तुम गोटे धरी नब तुम गोटे न्यूज पेपर रिपोर्टर अच्छ तुम एरिया गोटे एक्सीडेंट हो 200 वर्ड भर गोटे रिपोर्ट लिखा पड़ो जोटा कि गोटे न्यूज पेपर डेली न्यूज पेपर प्रिंट हो ये टाइप क्वेश्चन आसो ये गोटे एक्सीडेंट उपर क्वेश्चन क्वेश्चन बहुत विभिन्न प्रकार पर आसो जहाँ भी दैनन्दिन जीवन में घटुचे सब आसो यहाँ गोटे आम यहाँ कले आम तक आंसर को आसवा आंसर को आसले मुझे कही प्रथम कथा हूँ आंसर करने पूर्व आम ए जो न्यूज पेपर रिपोर्ट लिखुं जोटा इवेंट रिपोर्ट कहुच्छी ए तुम कौन हेडिंग ना कौन अन्य को आड्रेस करवा साल्यूटेशन एमती किसी ना सिंपल आम आरंभ कला क्वेश्चन जो दिखाई आंसर क्वेश्चन नंबरटा लिखा और फास्ट आरंभ करवा तार कौन ना टाइटल टाइटल तो विभिन्न प्रकार हो पार गोटे पेपर मार्क कर गोटे गोटे घटना घटी विभिन्न पेपर विभिन्न प्रकार हेडिंग दे लिखुचे यहाँ विभिन्न प्रकार हो पार कि आम एमती गोटे कर लिखाई कौन 1 डायड एंड 10 इंज्योर इन ए सीवियर रोड एक्सीडेंट जड़े मृत आ 10 जन आहत गोटे मर्मतुत सड़क दुर्घटना एमती आम कर मुझे ये रहा आम नेक्स्ट जो जावा आम कौन कर सिंपल कथा कही बाँपटे आम आम आरंभ कला अगर किसी ना ये बाँपटे आम कौन कर सिंपल जोटा मार्क कर ये आम प्लेस देले डेट देले ये लिखा आरंभ कर 1% सेम क्या लिखला गोटे जिन बेसी कन्फ्यूज हबार ना जोटा आम टाइटल देते हेडिंग देते से स्टार्ट कले आम इजी हम अनेक पिला कन्फ्यूज हो जाते मार्क कर कौन आरंभ करेंगे केमती आरंभ करेंगे हुए 1% डायड ऑन द स्पॉट एंड 10 इज others injured in a severe road accident at 8 o'clock in the morning टी ये आम एलाबोरेट करदे सेम जिनटा रिपीट कले आम यहाँ स्टार्टिंग होगा है आम कौन करिया ना बर्तमान नेक्स्ट को आसवा नेक्स्ट देख आसबार अच्छे आमको नेक्स्ट पैराग्राफ कौन देख मार्क कर ए ट्रक हिट
the bus Somnath from the site. The bus was traveling from Baleshwar to Bhubaneswar. ଗୋଟେ ଗୋଟେ ଟ୍ରକ୍ ବସ୍କୁ ପିଟିଲା ଏବଂ ସେ ଯେଉଁ ବସ୍ଟା କି ବାଲେଶ୍ୱରରୁ ଭୁବନେଶ୍ୱରକୁ ଯାଉଥିଲା ମାର୍କ and the accident was so severe that one man, Mr. Ravi Sahu, aged 45 years, died on the spot. ଆମେ ଏମିତି ଲେଖିଛନ୍ତି ଯେ ଆକ୍ସିଡେଣ୍ଟ ଏତେ ସିଭିୟର ଥିଲା ଯେ ଜଣେ ଲୋକ ଯାହା ନାଁ ହେଉଛି ରବି ସାହୁ, ଯାହା ବୟସ ପାଖାପାଖି 45 ବର୍ଷ ହେବ, ସେ ସ୍ପଟ୍ ଉପରେ ତା'ର ମୃତ୍ୟୁବରଣ କଲେ। ତାପରେ ଆଉ କ'ଣ ଲେଖା ହେଇଛି ଅଲ୍ ଇଞ୍ଜିଓର୍ଡ ଯେତେବେଳେ ଆହତ ହୋଇଥିଲେ ଆର୍ ଆଡ଼ମିଟେଡ୍ into the local hospital. Localization ମତେ ଯେଉଁମାନେ ଅନ୍ୟମାନେ ଆହତମାନଙ୍କୁ ତାକୁ ଏଠି ଆଡ଼ମିଟ୍ କରାହେଇଛି। କ୍ରିଟିକାଲି ଇଞ୍ଜିଓର୍ଡ ଆର୍ ସିଫ୍ଟେଡ୍ ଟୁ ଏସ୍ସି ମେଡ଼ିକାଲ କଲେଜ। ଆଉ ଯେଉଁମାନେ ସବୁ ଅତ୍ୟଧିକ ଭାବରେ ଆହତ ହୋଇଥିଲେ, ବେଶୀ କ୍ରିଟିକାଲ ସିଚୁଏସନ୍ ଥିଲେ, ସେମାନଙ୍କୁ କଟକକୁ ଟ୍ରାନ୍ସଫର କରାହେଇଛି। ରେସ୍କ୍ୟୁ ଅପରେସନ୍ ଇଜ୍ ଷ୍ଟିଲ୍ ଗୋଇଂ ଅନ୍। ଉଦ୍ଧାର କାର୍ଯ୍ୟ ଉଦ୍ଧାର କାର୍ଯ୍ୟ ଚାଲିଛି। पुलिस has cordon the place. पुलिस से एरियाटा फेरिक रही रखी नेक्स्ट को आसवा यहाँ नेक्स्ट स्टार्ट करिया। नेक्स्ट पैराग्राफ देख लिखाई कज ऑफ द एक्सीडेंट इज नॉट नोन। कौन पर एक्सीडेंट है जना पड़ी ना। इट इज सस्पेक्टेड दैट द ट्रक ड्राइवर has lost his control while the bus was overtaking it. ସନ୍ଦେହ କରାହେଉଛି, ସସ୍ପେକ୍ଟିଂ ସନ୍ଦେହ କରାହେଉଛି ଯେତେବେଳେ ବସ୍ଟା ଟ୍ରକ୍କୁ ଓଭରଟେକିଂ କରୁଥିଲା, ପାର ହେଉଥିଲା, ସେତେବେଳେ ହୁଏତ ବସ୍ ଟ୍ରକ୍ର ଡ୍ରାଇଭର କଣ୍ଟ୍ରୋଲ୍ କରିପାରିଲା ନାହିଁ, ଆଉ ସହିତ ପିଟିଦେଲା। ଇନକ୍ୱାରି ଇଜ୍ ଗୋଇଂ ଅନ୍। ଇନକ୍ୱାରି ଚାଲିଛି। ଡ୍ରାଇଭର of the bus is slightly injured। ଏବଂ ଆଉ କ'ଣ ହେଇଛି ନା ସେ ବସ୍ ଡ୍ରାଇଭର ଅଳ୍ପ ଇଞ୍ଜୁର ହେଇଛି। ଆଉ କ'ଣ ହେଇଛି, ଟ୍ରକ୍ ଡ୍ରାଇଭର ହାଜ୍ ଲେଫ୍ଟ ଦ ପ୍ଲେସ୍ ଇନ୍ ହାଇଡିଂ। ଟ୍ରକ୍ର ଯେଉଁ ଡ୍ରାଇଭର ଥିଲା ସେ କ'ଣ ସେ ତା ଭୁଲ ହେଇଛି ବୋଧେ, ଯେଉଁଥିପାଇଁ କି ସେ କ'ଣ କରୁଛି ନା ସେ ଜାଗା ଛାଡ଼ିକି ଲୁଚିକି ପଳେଇ ଯାଇଛି। ଏ ଗଲା ଏତିକି କଥା ଆମେ ସାରିଦେଲେ। ନେକ୍ସଟ କହୁଛି ନେକ୍ସଟ ପାରାଗ୍ରାଫ ଆରମ୍ଭ କରିବା। देखो नेक्स्ट पैराग्राफ ये आरम्भ कले आम नेक्स्ट पैराग्राफ कौन है। द बस had 60 passengers including the driver and the conductor। नेक्स्ट स्टूडिंग कर कौन ना बस 60 जन पैसेंजर थे, ड्राइवर कंडक्टर छाड़ी तो पैदल। द पैसेंजर हु वर स्लीपिंग आर सफर्ड द मोस्ट। इट इंक्लूड बोथ लेडीज एंड चिल्ड्रेन। जो मैंने शोते से अधिक सफर रही अधिक क्षतिग्रस्त होती भितर लेडीज भी थे आउ पाने भी थे। नेक्स्ट पैराग्राफ को आसवा। चीफ मिनिस्टर हाज एक्सप्रेस हिज सिंपाथी टू ऑल सफरर जो मैंने सफर होती आक्रांत होती से चीफ मिनिस्टर समवेदना ज्ञापन कर। गवर्नमेंट विल बियर ऑल द एक्सपेंसेस ऑफ द इंज्यूर्ड। जिते जन आहत होती गवर्नमेंट से खर्च बहन कर डिक्लेयर कर। गवर्नमेंट हाज डिक्लेयर 3 लाख रुपीज फॉर द डेड। जो सब मृत्युवरण कर जो जन तो मृत्युवरण कर पहुँची ना ये 3 लाख टका देवाई डिक्लेयर कराई। जो मैंने एंड 50,000 फॉर द इंज्यूर मन 50,000 देवाई डिक्लेयर कराई। कौन लास्ट को यहाँ कर एक कमिटी has been formed for its inquiry and to suggest remedies। गोटे कमिटी तैयारी कराई जोटा कि इनक्वारी कर कहीं एक्सीडेंट है एवं किसी मतामत दब सजेसन्स दब जे आउ फ्यूचर केमती एक्सीडेंट हम। देखो ये जोटा मुझे कली जोटा बर्तमान जो रिपोर्टा आम लिखिले यार जोटा टोटाल जो जहाँ भी टोटाल लिखाला यहाँ हूँ पचार पाखापाखि 30 सेन्टेन्सेस अच्छी। तुम परीक्षा लिखला गोटे जिन माइंड रख 25 ରୁ 30टा सेन्टेन्स लिख जोटा कि अप्रोक्सीमेटली 200 वार्ड हो।
ଏଇଟା ବି କଥା, ଏଇଟାର କିଛି ନାହିଁ। ଆମେ ଲେଖା ହେଉଛି ଯେମିତି ନ୍ୟୁଜ୍ ଉପରେ ସେମିତି ଲେଖିଲେ ନମ୍ବର ଅଫ୍ ପାରାଗ୍ରାଫ କଲେ ହେଲା। ଏଇଠି ଗୋଟେ ଇଣ୍ଟ୍ରୋଡକ୍ଟୋରୀ ପାରାଗ୍ରାଫ ଇଣ୍ଟ୍ରୋଡକ୍ଟ କଲେ ଗୋଟେ ପାରାଗ୍ରାଫଟା ଯେଉଁଟାକି ଏଇଟା ଏଇ ପାରାଗ୍ରାଫ ଇଣ୍ଟ୍ରୋଡକ୍ଟୋରୀ ପାରାଗ୍ରାଫ କଲେ ଆକୁ ବେସ୍ କରିକି ଗୋଟେ ଏଇଠି ଗୋଟେ ଟାଇଟଲ୍ କଲେ ଏବଂ ଲାଷ୍ଟକୁ ଏମିତି ଲେଖିଦେଇକି ଲାଷ୍ଟକୁ ପ୍ରୋସିଡ୍ କରିଦେଲେ। ତେଣୁ ଏଇଟା ବି ଆମେ ଲେଖିପାରିବା। କିନ୍ତୁ ଆଉ ଗୋଟେ ଜିନିଷ ହେଉଛି, ତୁମେ ଭାବୁଥିବ ଏଟା ତ ଠିକ୍ ଅଛି ମୁଁ କହିଦେଲି ତୁମେ ଲେଖିଦେଲ, କିନ୍ତୁ ରେଗୁଲାର ଏମିତି ଆହୁରି ଡିଫିକଲ୍ଟ କ୍ୱେଶ୍ଚିନ୍ ଆସିବ ଲେଖିବା କେମିତି। ତେଣୁ ମୁଁ ବର୍ତ୍ତମାନ ଗୋଟେ ଟେକ୍ନିକ୍ ଶିଖାଉଛି କେମିତି ଇଜିଲି ତୁମେ ଏଟାକୁ ଲେଖିପାରିବ। ଜଷ୍ଟ ଦେଖାଉଛି। ହଁ, ପିଲାମାନେ ମୁଁ କହିବାକୁ ଚାହୁଁଥିଲି କେମିତି ଆମେ ଗୋଟେ ଇଜି ୱେରେ ଏଇଟା ଲେଖିପାରିବା। ଏଇଟା ଗୋଟେ କଥା ହେଉଛି, ଆମେ ଆଗରୁ ବି ଡିସ୍କସନ୍ କରିଥିଲୁ, ଯଦି ଆମର ଯେଉଁ ଆମେ ଲେଖୁଛନ୍ତି ସେଭଳି କଥା ଯଦି ସେଟାକୁ ଆମକୁ କୁହାଯାଇଥାନ୍ତା ଓଡ଼ିଆରେ ଲେଖିବା ପାଇଁ, ଆମେ କ'ଣ କରିଥାନ୍ତେ? ବହୁତ ବଢ଼ିଆରେ ଲେଖିପାରିଥାନ୍ତେ ଏବଂ ମୁଁ ହେଉଛି 200 ସେଣ୍ଟେନ୍ସ ନୁହେଁ ତୁମେ 400 ସେଣ୍ଟେନ୍ସରେ ମଧ୍ୟ ଓଡ଼ିଆରେ ଲେଖିଦେଇପାରିବ। କିନ୍ତୁ ବର୍ତ୍ତମାନ ପ୍ରୋବ୍ଲେମ୍ ହେଉଛି ଯେ ଆମେ ଯେଉଁ ଥଟ୍ଟା ଆମର ଆସୁଛି, ଯେଉଁଟା ଆମେ ଓଡ଼ିଆରେ ଲେଖିଦେଇପାରୁଛନ୍ତି, ସେଇଟାକୁ କେମିତି ଇଂଲିଶରେ ଆମେ ଲେଖିପାରିବା। ସେଥିପାଇଁ ମୁଁ ଦେଖୁଛି ଆମେ ସିଧା ଏଇ ଗୁଗୁଲର ୟୁଜ୍ କରିବା। ଦେଖ ଏଇଟା ଆମେ ତ ଗୁଗୁଲ ମୁଁ ଖୋଲିଛି, ୟୁଜ୍ କରିବା। ତୁମେ ଏଇଟା ତ ଭେରି କମନ୍ ଜାଣିଛ। କିନ୍ତୁ ମୁଁ କହୁଛି ଆମକୁ ଯାହା ଆମେ ଲେଖିବାକୁ ଚାହୁଁଛନ୍ତି ଦୁଇଟା କଥା, ଆଇଦର ଏଇଟା ମୋ ଥଟ୍ରେ ଅଛି, ମୁଁ ଜାଣିଛି ଏଇଟା ଲେଖିବାକୁ ଚାହୁଁଛି, କିମ୍ବା ଆମେ ଇନିସିଆଲି ପ୍ରାକ୍ଟିସ୍ କରିବା ପାଇଁ ଆମେ କ'ଣ କରିବା, ଆମେ ଏଇଟା ଓଡ଼ିଆରେ ମଧ୍ୟ ଲେଖିଦେବା। ଓଡ଼ିଆରେ ଲେଖିଲା ବେଳେ ଆମେ କହୁଛୁ ଅନେକ ସମୟରେ କହୁଛି ଓଡ଼ିଆଟା ଆମେ ପ୍ରପର୍ଲି ଟ୍ରାନ୍ସଲେସନ୍ କରିପାରନ୍ତି ନାହିଁ, କିମ୍ବା ଟ୍ରାନ୍ସଲେସନ୍ କରିପାରନ୍ତି, କେତେଟା ୱାର୍ଡ଼ ଆମକୁ ଆସେ ନା, ଯେ କେଉଁଟା ଲେଖିବା କ'ଣ କରିବା ଏମିତି ଆମେ ଜାଣିପାରନ୍ତି ନାହିଁ। ସେଥିପାଇଁ ଆମେ କ'ଣ କରିବା, ଏଠି ଆମେ ଗୁଗୁଲର ୟୁଜ୍ କରିବା। ଆମେ କ'ଣ କରିବା, ଦେଖ ସିମ୍ପଲ୍ ତୁମେ ଜାଣିଛ, ଆମେ ଗୋଟେ ଜିନିଷ ଆମେ ଏଠି ସର୍ଚ୍ଚ କରିବା। ତୁମେ ଜାଣିଛ, ଅଲରେଡ଼ି ଜାଣିଛ ଏଇଠି ସର୍ଚ୍ଚ କରାଯାଏ। ସର୍ଚ୍ଚ କରିବା, ସର୍ଚ୍ଚ କରିବା ପାଇଁ ସିମ୍ପଲ୍ ଏଇଠି ଆମେ ଟଚ୍ କଲେ ଲେଖିବା ଟ୍ରାନ୍ସଲେସନ୍ ଓଡ଼ିଆ ଟୁ ଇଂଲିଶ ଆମେ ଲେଖିଲେ ଗୋଟେ, କିନ୍ତୁ ଆମେ ଓଡ଼ିଆ ଟୁ ଇଂଲିଶକୁ ଟ୍ରାନ୍ସଲେସନ୍ କରିବା ଇଜି ୱେରେ ଏଇଟା ଆମେ କଲେ ଏବଂ ଲେଖ। ଏଇଟା ତ ଅନେକ ଆସିବ ତୁମର, ତ ଆମେ ଗୋଟେ ସିଲେକ୍ସନ୍ କରିଦେଲେ ପୁରା କରିଦେଲେ କରିଦେଇ ଦେଖ ଏଇଠି ଆମ ଅଛି, ଆମେ କିଛି ଗୋଟେ ଚାହୁଁଛନ୍ତି ଲେଖିବା ପାଇଁ, ଏଇ ଆକ୍ସିଡେଣ୍ଟ କଥା ହେଲା, ସେଇଟା ଆମେ ଆକ୍ସିଡେଣ୍ଟ ଲେଖିବାକୁ ଚାହୁଁଛନ୍ତି କି ଅନ୍ୟାନ୍ୟ କହୁଛନ୍ତି, ଏଇଟା ଆମେ କିଛି ବି ଲେଖିବାକୁ ଚାହୁଁଛନ୍ତି, ଆମେ କୌଣସି ଗୋଟେ ୱାର୍ଡ଼ ଜାଣିନାହାନ୍ତି ହେଲା କି। ସେଇଟା ଆମେ ଲେଖିପାରିବା, ସେଇଟା ଆମେ ଲେଖିଦେବା 5 ଜଣ, ଜଣେ ମୃତ 5 ଜଣ ଆହତ, କିଛି ଗୋଟେ ଯାହା ଲେଖିଯାଉଛି ଆମେ ଜାଣିପାରୁନା ଏଇଟା କେମିତି ଲେଖାଯିବ। ଆମେ ଏମିତି ସିଧା ଦେଖନ୍ତୁ ଏଇଟା ଓଡ଼ିଆ କରିଦେବା। ଓଡ଼ିଆ କରିଦେଲି, ମୁଁ ଲେଖିଲି ଜଣେ ମୃତ ହେଲା, ଜଣେ ମୃତ ଏବଂ ଲେଖିଲେ ଧର 5 ଜଣ ଆହତ, 5 ଜଣ ଆହତ। ଏଇଟା ଗୋଟେ ତ ଆମେ ଏଇଟା ପାଇଁ ଇଜି ଅଛି, ଏତେ କିଛି କ'ଣ କଲେ ଏଇଟା ଟ୍ରାନ୍ସଲେସନ୍ ଏଇଠୁ ଦେଖ ଲେଖିଲା ପରେ ଏଇଟା ତ ଆମେ ଲେଖିଲେ, ଏଠି ଲେଖା ହେଇଛି ଟ୍ରାନ୍ସଲେଟ୍, ଏଇଟା ଟ୍ରାନ୍ସଲେଟ୍ ଲେଖା ହେଇଛି ହେଲା, ଏଇଟା ଆମେ ଏଠି ଲେଖିଛନ୍ତି। ଆମେ କ'ଣ କଲେ, ଏଇ ଟ୍ରାନ୍ସଲେଟ୍ଟାକୁ ଆମେ ଟଚ୍ କଲେ, ଟଚ୍ କଲା ବେଳକୁ ଦେଖ ଏଠି ତଳେ ଆସିଗଲା 1 ଡାଡ୍ ଆଣ୍ଡ 5 ଇଞ୍ଜୁର୍ଡ। ଏଇଟା ପାଇଁ ଜାଣିପାରିଲେ ଯେଉଁଟା ଡାଉଟ୍ ଥିବ, ଏଇଟା ହେଉଛି ମୃତର ଇଂଲିଶ କ'ଣ, ହେଉଛି ଆହତର ଇଂଲିଶ କ'ଣ, ଏଇଟା ଡାଉଟ୍ ଥିବ ଏଠି ଆମେ କ'ଣ କରିବା, ଏଠି ପାଇଗଲେ। ସେମିତି ଏଇଟା ବି କିଛି ବି ଆମେ ଯେଉଁଟା ଆମେ ଟ୍ରାନ୍ସଲେସନ୍ କରୁଛନ୍ତି, ଗୋଟେ ଆମେ ଡାଉଟ୍ ରହିଲା ଏଇଟା କ'ଣ ହେଇପାରେ, ଆର ମିନିଂଟା କ'ଣ, ବା ଏଇ ସେଣ୍ଟେନ୍ସଟା ଠିକ୍ ଭାବରେ ଲେଖିଛନ୍ତି ନାହିଁ, ଏଇଟା ଆଉ କ'ଣ ହେଇଥାନ୍ତା, ସେମିତି କିଛି ନାହିଁ, ଆମେ ଏଠି ଆସିକି ଆମେ ଏଠି କରିଦେଇପାରିବା। ଏଇଟା ମଧ୍ୟ ଆମେ ସେପଟ ଫଣ୍ଡାମେଣ୍ଟାଲ କିଛି ବିଶେଷ ଡିଫିକଲ୍ଟ ନାହିଁ। ଏଇ ଯେଉଁଟା ଅଛି ଆମେ ଏଟାକୁ ପୁଣି ତାହେଲେ ରିଏଟ୍ କରିବା, ଡିଲିଟ୍ କରିଦେଇପାରିବା। ଡିଲିଟ୍ କଲେ ପୁଣି ଗୋଟେ କିଛି ଜିନିଷ ଆମେ ଲେଖିଲେ ବି ନୂଆ ଜିନିଷ ଟୋଟାଲି ବି ଆମେ ଯଦି ଯାହା ଲେଖିବାକୁ ଚାହୁଁଛନ୍ତି
ଏଇଠି ଆମେ ଟୋଟାଲ୍ ମଧ୍ୟ ଚାହିଁଲେ ଯାହା ଲେଖିବାକୁ ଚାହୁଁଛୁ ଟୋଟାଲ୍ ଆମେ ଲେଖି ଦେଇପାରିଲେ ଏଠି ଲେଖିଲା ପରେ ଟ୍ରାନ୍ସଲେସନ୍ ମାରିଦେଲେ ଏଠି ମାରିଦେଲେ ଏଠି କଥା ଇଂଲିଶଟା ଆସିଯିବ। ଜାଣିଲେ ଆମେ ଏମିତି ବି କରିପାରିବା, କିନ୍ତୁ କଥା ହେଉଛି ପରୀକ୍ଷାରେ କେମିତି କରିବା। ପରୀକ୍ଷା ତ ପଶିବୁନି, ପରୀକ୍ଷା ତ ମୋବାଇଲ୍ ଆଲାଉ ନାହିଁ କି ଇଏ ନାହିଁ, କିନ୍ତୁ ସେଥିରୁ ଏଇଭଳିଆ ଯେ ଆମେ ଆଗରୁ ବାରମ୍ବାର ପ୍ରାକ୍ଟିସ୍ କରିଥିବା, ସବୁ ୱାର୍ଡ଼ର ମିନିଂ ଫାଇଣ୍ଡ ଆଉଟ୍ କରିଥିବା, ତାହେଲେ କ'ଣ ହେବ ଆମକୁ ଇଜି ହେଇଯିବ ଯେ ହଁ ଏଇଟା ଏମିତି ଆମକୁ ସିମ୍ପଲ୍ କଥା ଯେ ଆଜି ପର୍ଯ୍ୟନ୍ତ ଯାହା ଦେଖା ହେଇଛି ଯାହା ପଢ଼ା ହେଇଛି ସେଇ ଭଳିଆ କିଛି ଗୋଟେ ଆସିବ, ସେଇଟା ନ ଆସିପାରେ। ତେଣୁ ଆମେ ଯଦି କିଛି ପ୍ରାକ୍ଟିସ୍ କରିନେଲେ ଅଟୋମେଟିକ୍ ପରୀକ୍ଷା ପ୍ରୋବ୍ଲେମ୍ ହେବନି। ତେଣୁ ମୁଁ କହୁଛି ଆମକୁ କେତେ ପ୍ରାକ୍ଟିସ୍ କରୁଛନ୍ତି, ପ୍ରିଭିୟସ୍ କୋଶ୍ଚିନ୍ ପ୍ରାକ୍ଟିସ୍ କରୁଛନ୍ତି, ନୂଆ କୋଶ୍ଚିନ୍ ପ୍ରାକ୍ଟିସ୍ କରୁଛନ୍ତି, ସେ ଡିପେଣ୍ଡ କରୁଛି। ମୁଁ ତ ତୁମକୁ ବହୁତ କୋଶ୍ଚିନ୍ ଦେଇଦେବି, ତୁମେ ଏଟାକୁ ପ୍ରାକ୍ଟିସ୍ କରିବାର ଅଛି। ଡିପେଣ୍ଡ ସବୁର ସକ୍ସେସ୍ରେ ଯେମିତି କହୁଛନ୍ତି କୁହନ୍ତି ପ୍ରାକ୍ଟିସ୍ ମେକ୍ସ ଅସ୍ ପରଫେକ୍ଟ। କେତେ ଆମେ ପ୍ରାକ୍ଟିସ୍ କରୁଛୁ ସେ ଉପରେ ଡିପେଣ୍ଡ କରୁଛୁ। ହୁଏତ ଆଜି ଏଟା ନୂଆ ଲାଗୁଛି, ଟିକେ କଷ୍ଟ ଲାଗୁଛି, କିନ୍ତୁ ଆମେ ବେଶୀ ପ୍ରାକ୍ଟିସ୍ କରିବ ଧୀରେ ଧୀରେ ଗୋଟେ ସମୟ ଆସିବ ତୁମେ ଏଥିରେ ଏକ୍ସପର୍ଟ ହେଇଯିବ। ଆଉ ଆମ ପାଖରେ ଅନେକ ଏକ୍ଜାମ୍ପଲ୍ସ ଅଛି, ବହୁତ ବର୍ଷର କୋଶ୍ଚିନ୍ ଅଛି। ସେଗୁଡ଼ା ଯଦି ମୁଁ ସମସ୍ତେ ସେଗୁଡ଼ା ସବୁ ଦେଇଦେବି, ତୁମେ ଯେଟା ଚେଷ୍ଟା କରିବା ଦରକାର। ଏମିତି କହୁଥିଲି ଇଜି ୱେରେ ଚେଷ୍ଟା କର, ନିଜେ ଗୋଟେ ଥଟ୍ ପ୍ରୋସେସ୍ ନିଅ, ନିଜେ ଓଡ଼ିଆରୁ ଇଂଲିଶକୁ ଟ୍ରାନ୍ସଲେସନ୍ କର, କିମ୍ବା ଭାବିକି ଲେଖ, ଏ ବିଭିନ୍ନ ସିଷ୍ଟମ୍ ୟୁଜ୍ କଲା ପରେ କ'ଣ ଧୀରେ ଧୀରେ କ'ଣ ହେବ ତୁମେ ଏକ୍ସପର୍ଟ ହେଇଯିବ, ହେଲା କି। ଏକ୍ସପର୍ଟ ହେଇଗଲା ପରେ ଆଉ କିଛି ଇଜି ହେବ। ଯଦି କୌଣସି କିଛି ପ୍ରୋବ୍ଲେମ୍ ହେଉଛି ତୁମେ ମୋତେ କହିପାରିବ, ମୁଁ ଗୋଟେ ଭିଡ଼ିଓ କରି ଦେଇଦେବି କିମ୍ବା ତୁମକୁ ଲେଖିକି ଦେଇଦେବି, ଯାହାଫଳରେ ତୁମେ ସକ୍ସେସ୍ ହେଇଯାଇପାରିବ। ତେଣୁ ପ୍ରାକ୍ଟିସ୍ କରିବାର ଅଛି ଆଉ ଆମକୁ ସକ୍ସେସ୍ ହେବାର ଅଛି। ଆଉ ଜଷ୍ଟ ଆଟେମ୍ପ୍ଟ ନିଅ, ଯାହା ପ୍ରୋବ୍ଲେମ୍ ହୁଏ ଦେଖିବା, କିନ୍ତୁ ମୁଁ ଜାଣିଛି ତୁମେ ଏଇଟା ଇଜିଲି କରିପାରିବ। ଠିକ୍ ଅଛି, ରଖିବା। ଯଦି ଆଉ କିଛି ବି କୋଶ୍ଚିନ୍ ଥିବ ପଚାରିପାରିବ, ମୁଁ ଆଉ ଭିତରେ ମଧ୍ୟ ଅନ୍ୟ ଗୁଡ଼ା ପାଇଁ ତୁମକୁ କିଛି ପ୍ରିପେୟାର କରିକି ଦେଉଛି।